ओम शांति 19 ଜାନୁଆରୀ 2025 ଅବ୍ୟକ୍ତ ବାପଦାଦା ପୁନରାବୃତ୍ତି 30 ନଭେମ୍ବର 2003 ମୁରଲୀର ସାରାଂଶ ଚାରୋଟି ଯାକ ବିଷୟରେ ଅନୁଭବର ଅଧିକାରୀ ହୋଇ ସମସ୍ୟାଗୁଡ଼ିକୁ ସମାଧାନ ସ୍ୱରୂପରେ ପରିବର୍ତ୍ତନ କର। ଚାରୋଟି ଯାକ ବିଷୟରେ ଅନୁଭବର ଅଧିକାରୀ ହୋଇ ସମସ୍ୟାଗୁଡ଼ିକୁ ସମାଧାନ ସ୍ୱରୂପରେ ପରିବର୍ତ୍ତନ କର। ଆଜି ବ୍ରାହ୍ମଣ ସଂସାରର ରଚୟିତା ନିଜର ଚାରିଆଡ଼ର ବ୍ରାହ୍ମଣ ପିଲାମାନଙ୍କୁ ଦେଖୁଛନ୍ତି। ଏହି ବ୍ରାହ୍ମଣ ସଂସାର ଛୋଟିଆ ହେଲେ ମଧ୍ୟ ଅତି ଶ୍ରେଷ୍ଠ ଏବଂ ଅତି ପ୍ରିୟ ସଂସାର ଅଟେ। ଏହି ବ୍ରାହ୍ମଣ ସଂସାର ସାରା ବିଶ୍ୱର ବିଶେଷ ଆତ୍ମାମାନଙ୍କର ସଂସାର। ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା କୋଟିକ ଭିତରେ କେହିଙ୍କ ଭିତରେ ମଧ୍ୟ କେହି ଅଟନ୍ତି। କାହିଁକି ନା ନିଜର ସତ୍ୟ ପିତାଙ୍କୁ ଜାଣି ତାଙ୍କର ସମ୍ପତ୍ତିର ଅଧିକାରୀ ହୋଇଯାଇଛନ୍ତି। ଯେପରି ବାବା ଉଚ୍ଚରୁ ଉଚ୍ଚ ଅଟନ୍ତି, ସେହିପରି ବାବାଙ୍କୁ ଚିହ୍ନି ତାଙ୍କର ସନ୍ତାନ ହୋଇଥିବା ଆତ୍ମାମାନେ ମଧ୍ୟ ବିଶେଷ ଅଟନ୍ତି। ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ଜନ୍ମ ନେବା ମାତ୍ରକେ ସ୍ୱୟଂ ଭାଗ୍ୟ ବିଧାତା ପିତା ତାର ମସ୍ତକରେ ଶ୍ରେଷ୍ଠ ଭାଗ୍ୟର ରେଖା ଟାଣି ଦେଇଛନ୍ତି। ଏଭଳି ଶ୍ରେଷ୍ଠ ଭାଗ୍ୟବାନ ଆତ୍ମା ଅଟ। ତେବେ ତୁମେମାନେ ମଧ୍ୟ ନିଜକୁ ଏହିଭଳି ଭାଗ୍ୟବାନ ମନେ କରୁଛ ତ? ଏତେ ଶ୍ରେଷ୍ଠ ଆତ୍ମିକ ନିଶାର ଅନୁଭବ ହେଉଛି ତ? ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ଦିଲକୁ ଦିଲାରାମ ବାବା ନିଜର ଦିଲର ଦୁଲାର ଅର୍ଥାତ୍ ନିବିଡ଼ ସ୍ନେହ ଦେଉଛନ୍ତି। ଏହି ପରମାତ୍ମା ସ୍ନେହ ସାରା କଳ୍ପ ଭିତରେ କେବଳ ଜଣକ ଦ୍ୱାରା ଏବଂ ଏହି ଗୋଟିଏ ସମୟରେ ହିଁ ପ୍ରାପ୍ତ ହୋଇଥାଏ। ଏହିଭଳି ଆତ୍ମିକ ନିଶା ସର୍ବଦା ପ୍ରତ୍ୟେକ କର୍ମରେ ରହୁଛି ତ? କାହିଁକି ନା ତୁମେମାନେ ବିଶ୍ୱକୁ ଚ୍ୟାଲେଞ୍ଜ କରୁଛ ଯେ ଆମେ କର୍ମଯୋଗୀ ଜୀବନଧାରୀ ବିଶେଷ ଆତ୍ମା ଅଟୁ। କେବଳ ଯୋଗ ଲଗାଉଥିବା ଯୋଗୀ ନୁହେଁ, ଯୋଗୀ ଜୀବନଧାରୀ ଅଟ। ଜୀବନ ସଦାକାଳର ହୋଇଥାଏ, ସ୍ୱାଭାବିକ ଏବଂ ନିରନ୍ତର ମଧ୍ୟ ହୋଇଥାଏ। 8 ଘଣ୍ଟାର ବା 6 ଘଣ୍ଟାର ଯୋଗୀ ଜୀବନଧାରୀ ନୁହେଁ। ଯୋଗ ଅର୍ଥାତ୍ ପରମାତ୍ମାଙ୍କୁ ମନେ ପକାଇବା ତ ବ୍ରାହ୍ମଣ ଜୀବନର ଲକ୍ଷ୍ୟ ହିଁ ଅଟେ। ତେଣୁ ନିଜର ଜୀବନର ଲକ୍ଷ୍ୟ ସ୍ୱତଃ ହିଁ ମନେ ରହିଥାଏ ଏବଂ ଯେପରି ଲକ୍ଷ୍ୟ ସେହିପରି ଲକ୍ଷଣ ସ୍ୱତଃ ହିଁ ଆସିଥାଏ। ଏବେ ବାପଦାଦା ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ମସ୍ତକରେ ଚମକୁଥିବା ଭାଗ୍ୟର ତାରକାକୁ ଦେଖୁଛନ୍ତି। ବାପଦାଦା ସର୍ବଦା ପ୍ରତ୍ୟେକ ସନ୍ତାନକୁ ଶ୍ରେଷ୍ଠ ସ୍ୱମାନଧାରୀ ଏବଂ ସ୍ୱରାଜ୍ୟଧାରୀ ରୂପରେ ହିଁ ଦେଖୁଛନ୍ତି। ତେଣୁ ତୁମେମାନେ ମଧ୍ୟ ନିଜକୁ ସ୍ୱମାନଧାରୀ ଏବଂ ସ୍ୱରାଜ୍ୟଧାରୀ ଆତ୍ମା ଅଟ। ଏହିଭଳି ଅନୁଭବ କରୁଛ ତ? ଯଦି ଗୋଟିଏ ସେକେଣ୍ଡରେ ସ୍ମୃତିରେ ଆଣିବ ଯେ ମୁଁ ସ୍ୱମାନଧାରୀ ଆତ୍ମା ଅଟେ, ତେବେ ଗୋଟିଏ ସେକେଣ୍ଡ ଭିତରେ ସ୍ୱମାନର କେତେ ବଡ଼ ତାଲିକା ତୁମ ସମ୍ମୁଖକୁ ଆସିଯିବ। ଏବେ ବି ନିଜର ସ୍ୱମାନ ଗୁଡ଼ିକର ତାଲିକା ସ୍ମୃତିରେ ଆସିଗଲାଣି ନା? ତାଲିକା ତ ଲମ୍ବା ଅଟେ ନା? ତେବେ ସ୍ୱମାନ ଅଭିମାନକୁ ସମାପ୍ତ କରିଦିଏ। କାହିଁକି ନା ସ୍ୱମାନର ଅର୍ଥ ହେଲା ଶ୍ରେଷ୍ଠ ଅଭିମାନ। ତେଣୁ ଶ୍ରେଷ୍ଠ ଅଭିମାନ ଭିନ୍ନ ଅଶୁଦ୍ଧ ଅଭିମାନକୁ ସମାପ୍ତ କରିଦେଇଥାଏ। ଯେପରି ଲାଇଟ୍ର ସୁଇଚ୍ ଅନ୍ କରିବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ଅନ୍ଧକାର ଦୂର ହୋଇଯାଏ, ତାକୁ ତଡ଼ିବାକୁ ପଡ଼ିନଥାଏ କିମ୍ବା କୌଣସି ମେହନତ କରିବାକୁ ପଡ଼ିନଥାଏ। ସୁଇଚ୍ ଅନ୍ କରିବା ମାତ୍ରକେ ଅନ୍ଧକାର ସ୍ୱତଃ ହିଁ ସମାପ୍ତ ହୋଇଯାଏ। ସେହିପରି ସ୍ୱମାନର ସୁଇଚ୍ ଅନ୍ କରିବା ଦ୍ୱାରା ଭିନ୍ନ ଦେହ ଅଭିମାନକୁ ସମାପ୍ତ କରିବାର ମେହନତ କରିବାକୁ ପଡ଼ିନଥାଏ। ବାପଦାଦା ପିଲାମାନଙ୍କର ଏକ ଖେଳ ମଧ୍ୟ ଦେଖୁଛନ୍ତି। ସ୍ୱମାନକୁ ଦିଲ୍ ଭିତରେ ବର୍ଣ୍ଣନା ମଧ୍ୟ କରୁଛନ୍ତି। ମୁଁ ବାପଦାଦାଙ୍କର ଦିଲ୍ ତଖତ ନଶୀନ ଅର୍ଥାତ୍ ହୃଦୟ ସିଂହାସନ ଅଧିକାରୀ ଅଟେ। ବର୍ଣ୍ଣନା ମଧ୍ୟ କରୁଛନ୍ତି। ମନରେ ମଧ୍ୟ ଭାବୁଛନ୍ତି, କିନ୍ତୁ ଅନୁଭବର ଆସନ ଉପରେ ବସୁନାହାନ୍ତି। କାରଣ
ଯାହା ଭାବୁଛ ତାହା ଅନୁଭବ ହେବା ଜରୁରୀ ଅଟେ, କାହିଁକିନା ସବୁଠାରୁ ଶ୍ରେଷ୍ଠ ଅଥରିଟି ବା ଅଧିକାରୀ ପଣିଆ ହେଲା ଅନୁଭବର ଅଥରିଟି ହେବା। ତେଣୁ ବାପଦାଦା ଦେଖୁଛନ୍ତି ପିଲାମାନେ ବହୁତ ଭଲ ଭାବରେ ଶୁଣୁଛନ୍ତି ଏବଂ ବିଚାର ମଧ୍ୟ କରୁଛନ୍ତି, କିନ୍ତୁ ଶୁଣିବା ଏବଂ ଭାବିବା ଅଲଗା କଥା। କିନ୍ତୁ ଏହାର ଅନୁଭବୀ ସ୍ୱରୂପ ହେବା ହିଁ ବ୍ରାହ୍ମଣ ଜୀବନର ଶ୍ରେଷ୍ଠ ଅଥରିଟି। ଏହା ହିଁ ହେଉଛି ଭକ୍ତି ଏବଂ ଜ୍ଞାନ ଭିତରେ ଅନ୍ତର। ଭକ୍ତି ମାର୍ଗରେ ମଧ୍ୟ ଶୁଣିବାର ମସ୍ତିରେ ବହୁତ ମସ୍ତ ହୋଇଯାଉଛନ୍ତି ଏବଂ ଭାବୁଛନ୍ତି ମଧ୍ୟ, କିନ୍ତୁ ଅନୁଭବ କରିପାରୁନାହାନ୍ତି। ତେବେ ଜ୍ଞାନର ଅର୍ଥ ହେଲା ଜ୍ଞାନୀ ଆତ୍ମା ପ୍ରତ୍ୟେକ ସ୍ୱମାନର ଅନୁଭବୀ। ଏହି ଅନୁଭବୀ ସ୍ୱରୂପ ଦ୍ୱାରା ହିଁ ଆତ୍ମିକ ନିଶା ଚଢ଼ିଥାଏ। ଜୀବନରେ ଅନୁଭବ କେବେ ବି ଭୁଲି ହୁଏ ନାହିଁ। ଶୁଣିଥିବା କଥା ବା ଭାବିଥିବା କଥା ଭୁଲି ହୋଇଯାଇପାରେ, କିନ୍ତୁ ଅନୁଭବୀର ଅଥରିଟି କେବେ ବି କମ୍ ହୋଇନଥାଏ। ତେଣୁ ବାପଦାଦା ପିଲାମାନଙ୍କୁ ଏହି କଥା ମନେ ପକାଇ ଦେଉଛନ୍ତି ଯେ ପ୍ରତ୍ୟେକ ଶୁଣିଥିବା କଥାଗୁଡ଼ିକ ଯାହାକି ଭଗବାନ ପିତାଙ୍କ ଠାରୁ ଶୁଣିଛ, ତାର ଅନୁଭବୀ ମୂରତ ହୁଅ। ଅନୁଭବ କରିଥିବା କଥାକୁ ଯଦି 1000 ଲୋକ ଭୁଲାଇ ଦେବା ପାଇଁ ବା ଲିଭାଇ ଦେବା ପାଇଁ ଚାହିଁବେ, ତେବେ ବି ତାହା ଲିଭି ପାରିବ ନାହିଁ। ଯେପରି ଶରୀର ଧାରଣ କରିବା ମାତ୍ରକେ ଅନୁଭବ କରୁଛ ଯେ ମୁଁ ଅମୁକ ଅଟେ, ଏହା କେତେ ପକ୍କା ହୋଇଯାଉଛି। କେବେ ନିଜର ଦେହର ନାମ ଭୁଲି ହୋଇଯାଉଛି କି? କେହି ଯଦି ତୁମକୁ କହିବ ତୁମେ ଅମୁକ ନୁହେଁ ଅମୁକ ଅଟେ, ତେବେ ତୁମେ ମାନିବ କି? ସେହିପରି ତାଲିକାରେ ଥିବା ପ୍ରତ୍ୟେକ ସ୍ୱମାନକୁ ଅନୁଭବ କରିବା ଦ୍ୱାରା ସ୍ୱମାନ ଗୁଡ଼ିକ କେବେ ବି ଭୁଲି ହୋଇପାରିବ ନାହିଁ। ତେଣୁ ବାପଦାଦା ପିଲାମାନଙ୍କୁ ଯେତେବେଳେ ମେହନତ କରିବାର ଦେଖୁଛନ୍ତି, ସେତେବେଳେ ପିଲାମାନଙ୍କ ଉପରେ ବହୁତ ସ୍ନେହ ଆସିଯାଉଛି। ପରମାତ୍ମାଙ୍କର ସନ୍ତାନ ଆଉ ମେହନତ, କାରଣ ଅନୁଭବୀ ମୂରତ ହେବାର କମି। ଯେବେକି ଦେହ ଅଭିମାନର ଅନୁଭବ ଯାହା ବି ହୋଇଯାଉ, ଯେକୌଣସି କର୍ମ କରୁଥିଲେ ମଧ୍ୟ ଭୁଲି ହେଉନାହିଁ, ତେବେ ବ୍ରାହ୍ମଣ ଜୀବନ ତ କର୍ମର ଯୋଗୀ ଜୀବନ ଅଟେ। ତେବେ ବ୍ରାହ୍ମଣ ଜୀବନ ତ କର୍ମଯୋଗୀର ଜୀବନ ଅଟେ। ତେଣୁ ଯୋଗୀ ଜୀବନର ଅନୁଭବ କିପରି ଭୁଲି ପାରିବ? ତେଣୁ ଚେକ୍ କର, ମୁଁ ପ୍ରତ୍ୟେକ ବିଷୟରେ ଅନୁଭବୀ ଅଟେ ତ? ଜ୍ଞାନକୁ ଶୁଣିବା ବା ଶୁଣାଇବା ତ ସହଜ କଥା, କିନ୍ତୁ ତୁମକୁ ଜ୍ଞାନର ସ୍ୱରୂପ ହେବାର ଅଛି। ଯଦି ଜ୍ଞାନକୁ ନିଜର ସ୍ୱରୂପରେ ଆଣିପାରିଲ, ତେବେ ସ୍ୱତଃ ହିଁ ପ୍ରତ୍ୟେକ କର୍ମ ଜ୍ଞାନ ସମ୍ପନ୍ନ ଅର୍ଥାତ୍ ଜ୍ଞାନର ଲାଇଟ୍ ମାଇଟ୍ ବାଲା ହେବ। କାରଣ ଜ୍ଞାନକୁ ହିଁ ଆଲୋକ ଏବଂ ଶକ୍ତି କୁହାଯାଏ। ସେହିପରି ଯୋଗୀ ସ୍ୱରୂପର ଅର୍ଥ ହେଲା ଯୋଗଯୁକ୍ତ ଏବଂ ଯୁକ୍ତିଯୁକ୍ତ ସ୍ୱରୂପ। ଧାରଣା ସ୍ୱରୂପର ଅର୍ଥ ହେଲା ପ୍ରତ୍ୟେକ କର୍ମ, ପ୍ରତ୍ୟେକ କର୍ମେନ୍ଦ୍ରିୟ, ପ୍ରତ୍ୟେକ ଗୁଣର ଧାରଣା ସ୍ୱରୂପ ହୋଇଥିବ ଏବଂ ସେବାର ଅନୁଭବୀ ମୂରତ। ସେବାଧାରୀର ଅର୍ଥ ହେଲା ବାବା କହୁଛନ୍ତି ସେବାର ଅନୁଭବୀ ମୂରତ। ସେବାଧାରୀର ଅର୍ଥ ହେଲା ନିରନ୍ତର ଏବଂ ସ୍ୱତଃ ସେବାଧାରୀ। ଚାହେ ସଂକଳ୍ପ ଦ୍ୱାରା ସେବା, ଚାହେ ବାଣୀ ଦ୍ୱାରା ସେବା, ଚାହେ କର୍ମଣା ଦ୍ୱାରା ସେବା, ଚାହେ ସମ୍ବନ୍ଧ ସମ୍ପର୍କ ଦ୍ୱାରା ସେବା, ପ୍ରତ୍ୟେକ କର୍ମ ଦ୍ୱାରା ସ୍ୱାଭାବିକ ଭାବରେ ସେବା ହୋଇ ଚାଲିଥିବ। ଏହାକୁ ହିଁ କୁହାଯାଏ ଚାରୋଟି ଯାକ ବିଷୟରେ ଅନୁଭବୀ ସ୍ୱରୂପ ହେବା। ତେଣୁ ସମସ୍ତେ ଚେକ୍ କର, ମୁଁ କେତେ ପରିମାଣରେ ଅନୁଭବୀ ମୂରତ ହେଲିଣି? ପ୍ରତ୍ୟେକ ଗୁଣର ଅନୁଭବୀ, ପ୍ରତ୍ୟେକ ଶକ୍ତିର ଅନୁଭବୀ। ଏମିତି ବି କଥାରେ ଅଛି, ଅନୁଭବ ଆବଶ୍ୟକ ସମୟରେ ବହୁତ କାମରେ ଆସିଥାଏ। ତେଣୁ ଅନୁଭବୀ ମୂରତ ଆତ୍ମାର ଅନୁଭବ ଯେପରି ବି ସମସ୍ୟା ଆସୁ, ତାକୁ ନିଜର ଅନୁଭବର ଅଥରିଟି ଦ୍ୱାରା ଗୋଟିଏ ସେକେଣ୍ଡରେ
समाधान स्वरूपरे परिवर्तन करिदेइथाए। समस्या समस्या होई रहे नाही, समाधान स्वरूप होई जाए। बुझी पारिल? एबे समयर समीपता अर्थात पाखेई आसिबा एवं बाबांक समान हेबार समीपता तुम मानंकु समाधान स्वरूपर अनुभव कराओ। बहुत समय पर्यंत समस्या आसिबा एवं ताकू समाधान करिबार मेहनत करि आसिल। एबे बाप दादा प्रत्येक संतान को स्वमानधारी स्वराज्य अधिकारी समाधान स्वरूप स्थिति रे देखिबा को चाहुछंती, कारण अनुभवी मूर्त आत्मा गोटिए सेकेंड भितरे परिवर्तन सबुकिछि करिदेई पारिबो। अच्छा, सबुआडू पिलामाने आसी पहुंची जाइछंती। डबल विदेशी पिलामाने मध्य सबु ग्रुप रे निजर सुजोग नहीं जाउछंती। अच्छा, यही ग्रुप रे पांडव माने मध्य कम आसी नहंती। एबे सबु पांडव माने हाथ उठाओ। माता माने, कुमारी माने, टीचर माने मध्य हाथ उठाओ। प्रथम ग्रुप रे माता माने अधिक थिले, किंतु एही ग्रुप रे पांडव माने मध्य भल रेस करिछंती। पांडव मानंकर निशा एवं निश्चयर गायन एबे पर्यंत मध्य हेउछि। ताहा कौन जानिछ? जानिछ? पांडव मात्र 5 जन थिले, किंतु निजर निशा एवं निश्चय आधार रे विजयी होई गले। यही गायन तो एबे पर्यंत मध्य हेउछि। तेबे यही भली पांडव अटत? अच्छा, निशा अछि तो? तेणु पांडव माने जेतेबेले भी शुणुथिबे जे आमे पांडव अटु, सेतेबेले पांडव पतिंकु तो केबे भी भूली जाउ नथिबे। कौन केबे केबे भूली जाउछ कि? पांडव एवं पांडव पति। पांडव माने केबे भी पांडव पतिंकु भूली पारिबे नाही। पांडव मानंक भितरे एही निशा रहिबा दरकार जे आमे पांडव माने कल्प कल्प पांडव पतिंकर प्रिय अटो। स्मारकी हिसाब रे पांडव मानंकर नाम मध्य किछि कम नुहे। पांडव मानंकर उपाधि हेला विजयी पांडव। तेबे एही भली पांडव अटत? आमे विजयी पांडव, केवल पांडव नुहे, विजयी पांडव। विजयर अविनाशी तिलक मस्तकरे सर्वदा लागि रहिछि। तेबे माता मानंक भितरे केउ निशा रहुछि? माता माने निशार सहित कहुछंती, बाबा केवल आम मानंक पाई ही आसिछंती। एई आना काहेकिना अधाकल्प भितरे माता मानंकु कौनसी पदवी बा सम्मान मिली नाही। एबे संगम जुगरे राजनीति क्षेत्र रे मध्य माता मानंकु अधिकार मिलुछि। सबु विभाग रे तुमे शक्ति मानंकु बाबा आगरे रखिछंती ना। तेणु संसार रे मध्य प्रत्येक वर्ग रे एबे माता मानंकु अधिकार मिलुछि। एभली कौनसी वर्ग नाही जोंठी माता माने नथिबे। एहा संगम जुगर पदवी अटे। तेणु माता मानंक भितरे रहुछि, बाबा आमर अटंती। मेरा बाबा शब्द स्मृति रे रहुछि तो? निशा अछि तो? माता माने हाथ हलाउछंती। भल कथा, भगवानंकु निजर करि नेछ। तेणु प्रकृत जादूकर तो माता माने हेले ना। बाप दादा देखुछंती, चाहे माता हुअन्तु बा पांडव हुअन्तु बा बापदादांक सहित स्नेहपूर्वक सर्व संबंध तो रखिछंती, किंतु काहाकु केउ विशेष संबंध अधिक प्रिय अटे ताहा मध्य देखुछंती। केतिक पिलांकु खुदा अर्थात भगवानंकु निजर साथी करिबा पई भल लागुछि। सेथिपाई खुदा दोस्तर एक कहानी मध्य अछि। तेबे बाप दादा एही कथा कहुछंती जे जेउ समय रे जेउ संबंधर आवश्यकता थिब भगवानंकु सेही संबंधरे निजर करि पारिब। यही भली सर्व संबंधर रसर अनुभव करि पारिब। पिलामाने कहुछंती, बाबा मोर, एवं बाबा कहुछंती मु तोर। एबे मधुबनर शोभा भल लागुछि ना? चाहे जेते भी दूर रे बसी शुणुथाओ बा देखुथाओ, किंतु
ମଧୁବନର ଶୋଭା ଅର୍ଥାତ୍ ଅନୁଭବ ସ୍ୱତନ୍ତ୍ର ଅଟେ। ମଧୁବନରେ ବାପ୍ଦାଦା ମିଳନ ତ କରୁଛନ୍ତି, କିନ୍ତୁ ଆହୁରି କେତେ ପ୍ରକାରର ପ୍ରାପ୍ତି ହେଉଛି। ଯଦି ଏହାର ତାଲିକା କାହାର କରିବ, ତେବେ କେତେ ପ୍ରାପ୍ତି ହେଉଛି। ସବୁଠାରୁ ବଡ଼ରୁ ବଡ଼ ପ୍ରାପ୍ତି ହେଲା ସହଜ ଯୋଗ ଏବଂ ସ୍ୱତଃ ଯୋଗ ଲାଗି ରହୁଛି। ମେହନତ କରିବାକୁ ପଡ଼ୁନାହିଁ। ଯଦି କେହି ମଧୁବନର ବାୟୁମଣ୍ଡଳର ମହତ୍ତ୍ୱ ଉପରେ ଧ୍ୟାନ ଦେଉଛି, ତେବେ ମଧୁବନର ବାତାବରଣ, ମଧୁବନର ଦିନଚର୍ଯ୍ୟା ସହଜ ଯୋଗୀ, ସ୍ୱତଃ ଯୋଗୀ କରିଦେଉଛି। କାହିଁକି ଜାଣିଛ? ମଧୁବନରେ ବୁଦ୍ଧିରେ କେବଳ ଗୋଟିଏ ହିଁ କାମ କରୁଛି। କେହି କେହି ସେବାଧାରୀ ହିସାବରେ ମଧ୍ୟ ଆସୁଛନ୍ତି, ତାହା ଅଲଗା କଥା। କିନ୍ତୁ ଯେଉଁମାନେ ନିଜକୁ ରିଫ୍ରେଶ୍ କରିବା ପାଇଁ ଅର୍ଥାତ୍ ତାଜା କରିବା ପାଇଁ ଆସୁଛନ୍ତି, ସେମାନଙ୍କର ମଧୁବନରେ ଆଉ କ'ଣ କାମ ଅଛି? କୌଣସି ଦାୟିତ୍ୱ ଅଛି କି? ଖାଅ, ପିଅ, ମଉଜ କର, ପାଠ ପଢ଼। ତେଣୁ ମଧୁବନ ମଧୁବନ ହିଁ ଅଟେ। ବିଦେଶରେ ମଧ୍ୟ ଘରେ ବସି ମୁରଲି ଶୁଣୁଛନ୍ତି, କିନ୍ତୁ ସେଠାରେ ବସି ଶୁଣିବା ଏବଂ ମଧୁବନକୁ ଆସିବା, ଏଥିରେ ରାତି ଦିନର ପାର୍ଥକ୍ୟ ରହିଛି। ବାପ୍ଦାଦା ତ ବିଜ୍ଞାନର ସାଧନଗୁଡ଼ିକ ଦ୍ୱାରା ଦେଖୁଥିବା, ଶୁଣୁଥିବା ପିଲାମାନଙ୍କୁ ମଧ୍ୟ ୟାଦ୍ ପ୍ୟାର ଦେଉଛନ୍ତି। କେତେକ ପିଲା ରାତି ଅନିଦ୍ରା ହୋଇ ମଧ୍ୟ ଶୁଣୁଛନ୍ତି। ନ ଆସିବା ଠାରୁ ଏହା ନିଶ୍ଚିତ ଭଲ ଅଟେ ନା? କିନ୍ତୁ ଭଲରୁ ଭଲ ହେଉଛି ମଧୁବନ ପ୍ରିୟ ଘରକୁ ଆସିବା। କ'ଣ ମଧୁବନକୁ ଆସିବା ଭଲ ଲାଗୁଛି, ନା ସେଠାରେ ବସି ମୁରଲି ଶୁଣିନେଲେ ଚଳିବ? କ'ଣ ଭଲ ଲାଗୁଛି? ସେଠାରେ ବି ତ ସେହି ମୁରଲି ଶୁଣୁଛ ନା? ଏଠାରେ ବି ପଛରେ ବସିଥିଲେ ଟିଭି ଦ୍ୱାରା ଦେଖୁଛ। ତେଣୁ ଯେଉଁମାନେ ଭାବୁଛନ୍ତି ମଧୁବନକୁ ଆସିବା ହିଁ ଭଲ ଅଟେ, ସେମାନେ ହାତ ଉଠାଅ। ସମସ୍ତେ ହାତ ଉଠାଇଲେ। ଆଚ୍ଛା, ପୁଣି ବି ଦେଖ, ଭକ୍ତି ମାର୍ଗରେ କ'ଣ ଗାୟନ ଅଛି? ମଧୁବନରେ ମୁରଲି ବାଜେ। ଏହା ତ ନାହିଁ ଯେ ଲଣ୍ଡନରେ ବାଜେ। ଯେଉଁଠାରେ ବି ରହୁଥାଅ ନା କାହିଁକି, ମଧୁବନର ମହିମାକୁ ଜାଣିବା ଅର୍ଥାତ୍ ନିଜକୁ ମହାନ କରିବା। ଆଚ୍ଛା, ତେବେ ଯେଉଁମାନେ ବି ଏଠାକୁ ଆସିଛନ୍ତି, ସେମାନେ ଯୋଗୀ ଜୀବନର, ଜ୍ଞାନୀ ଜୀବନର ତଥା ଧାରଣା ସ୍ୱରୂପର ଅନୁଭବ କରୁଛନ୍ତି। ତେବେ ପ୍ରଥମ ପାଳିରେ ଏହି ସିଜିନ୍ ପାଇଁ ବାପ୍ଦାଦା ବିଶେଷ ଭାବରେ ଧ୍ୟାନ ଦେବା ପାଇଁ କହିଥିଲେ ଯେ ଆସନ୍ତା ପୁରା ସିଜିନ୍ରେ ସମସ୍ତେ ନିଜେ ସନ୍ତୁଷ୍ଟମଣି ହୋଇ ରହିବ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବ। କେବଳ ନିଜେ ସନ୍ତୁଷ୍ଟମଣି ହୋଇଯିବ ତାହା ନୁହେଁ, ଅନ୍ୟମାନଙ୍କୁ ମଧ୍ୟ କରିବାକୁ ହେବ। ଏହା ବ୍ୟତୀତ ଏବେ ସମୟ ଅନୁସାରେ କେବେ ବି କିଛି ବି ହୋଇପାରେ। ତେଣୁ କେହି ପ୍ରଶ୍ନ ପଚାର ନାହିଁ ଯେ କେବେ ହେବ, ବର୍ଷକ ପରେ ହେବ କି ମାସକ ପରେ ହେବ। ଅଚାନକ କେତେବେଳେ ବି କ'ଣ ବି ହୋଇପାରେ। ସେଥିପାଇଁ ନିଜର ସ୍ମୃତି ରୂପୀ ସୁଇଚ୍କୁ ବହୁତ ଶକ୍ତିଶାଳୀ କର। ଗୋଟିଏ ସେକେଣ୍ଡରେ ସୁଇଚ୍ ଅନ୍ କରି ଏବଂ ଅନୁଭବୀ ସ୍ୱରୂପ ହୋଇଯାଅ। କିନ୍ତୁ ସୁଇଚ୍ ଯଦି ଟିକିଏ ବି ଢିଲା ଥିବ, ତେବେ ବାରମ୍ବାର ଅନ୍ ଅଫ୍ କରିବାକୁ ପଡ଼ିବ ଏବଂ ଠିକ୍ ହେବା ପାଇଁ ସମୟ ମଧ୍ୟ ଲାଗିବ। ତେଣୁ ଗୋଟିଏ ସେକେଣ୍ଡରେ ସ୍ୱମାନର ସ୍ୱରାଜ୍ୟ ଅଧିକାରୀ ସ୍ଥିତିର ସୁଇଚ୍ ଅନ୍ କର ଏବଂ ଅନ୍ତର୍ମୁଖୀ ହୋଇ ଅନୁଭବ କରି ଚାଲ। ଅନୁଭବର ସାଗରରେ ସମାହିତ ହୋଇଯାଅ। କାହିଁକି ନା ଅନୁଭବର ଅଥରିଟିକୁ କୌଣସି ବି ଅଥରିଟି ଜିତିପାରିବ ନାହିଁ। ଏବେ ବୁଝିପାରିଲ ତ କ'ଣ କରିବ? ବାପ୍ଦାଦା ସଂକେତ ତ ଦେଇଦେଉଛନ୍ତି। ତେଣୁ ଅପେକ୍ଷାରେ ରୁହ ନାହିଁ। କେବେ କେବେ ମଧ୍ୟ କୁହ ନାହିଁ ଏବେ କର। ସଦା ପ୍ରସ୍ତୁତ ରୁହ। ତେବେ ଗୋଟିଏ ସେକେଣ୍ଡ ଭିତରେ ସ୍ମୃତିର ସୁଇଚ୍ ଅନ୍ କରିପାରିବ? ଯେପରି ବି ବାତାବରଣ ହୋଇଥାଉ, ଯେପରି ବି ସମସ୍ୟା ହୋଇଥାଉ, କିନ୍ତୁ ତୁମେ ସ୍ମୃତିର ସୁଇଚ୍ ଅନ୍ କର। ଏହାର ଅଭ୍ୟାସ କର। କାହିଁକି ନା ଅନ୍ତିମ ପରୀକ୍ଷା ଗୋଟିଏ ସେକେଣ୍ଡ ପାଇଁ ହିଁ ଆସିବ, ଗୋଟିଏ ମିନିଟ୍ ମଧ୍ୟ ନୁହେଁ। ସେତେବେଳେ ଭାବିବା ବାଲା ପାସ୍ କରିପାରିବେ ନାହିଁ, ଅନୁଭବ ବାଲା ପାସ୍ ହୋଇଯିବେ।
तेणु एबे गोटिए सेकेंड भितरे समस्ते मु परमधाम निवासी श्रेष्ठ आत्मा अटे यही स्मृतिर स्विच को ऑन कर। अन्य कौनसी भी स्मृति न रहो, बुद्धि रे कौनसी हलचल न रहो, अचल स्थिति। अच्छा बाबा ड्रिल कराइले। चारिआडर श्रेष्ठ स्वमानधारी अनुभवी आत्मा मानंको सर्वदा प्रत्येक विषय को अनुभव रे आणुथिबा, सर्वदा योगी जीवन रे चालुथिबा निरंतर योगी आत्मा मानंको सर्वदा निजर विशेष भाग्य को प्रत्येक कर्म रे जाग्रत स्वरूप रे स्मृति रे रखुथिबा कोटिक भितरे केहिंक भितरे मध्य केही विशेष आत्मा मानंको बाप दादांकर स्नेह संपन्न शुभेच्छा एवं नमस्ते। ऐसे मीठे प्यारे बाप दादा को हम बच्चों की बहुत बहुत याद प्यार गुड मॉर्निंग और नमस्ते 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 नमस्ते। ओम शांति। शुक्रिया बाबा शुक्रिया। दादीजी सहित समस्तंको उमंग उत्साह आनिबार बहुत भल काम करुछ। एबे तो कोटि कोटि आत्मा को संदेश देवार योजना चली। कोटि कोटि कौन सारा विश्वर आत्मा मानंको संदेश मिलिबार अछि। अहो प्रभु तो कहिबे ना, अहो प्रभु कहिबा पाई तो सेमानंको प्रस्तुत करिबा को पड़िबो ना। एमाने मध्य सहयोग देउछंती, भल कथा। मधुबन को संभाळिछंती, बहुत भल सहयोगी ग्रुप मिलिछि ना। समस्तंकर किछि ना किछि विशेषता रहिछि। पुणी भी आदिरत्न दादी मानंकर प्रभाव पड़ुछि। चाहे जेते भी आयुष बढ़ी जाऊ, नुआ नुआ टीचर माने मध्य आगको बाहरुछंती। पुणी भी आदिरत्न मानंकर पालना स्वतंत्र अटे। सेथिपाई एही ग्रुपटी बहुत भल। आजिर वरदान विघ्न प्रूफ अर्थात विघ्नर प्रभावर मुक्त चमकदार फरिश्ता पोशाक धारण करुथिबा सदा विघ्न विनाशक आत्मा हुआ। निज प्रति एवं समस्तंक प्रति सर्वदा विघ्न विनाशक हेबा पाई प्रश्नवाचक चिन्ह को विदाय दियो एवं फुलस्टॉपर मात्रा लगाई निज भितरे सर्वशक्तिर फुलस्टॉप जमा कर। सर्वदा विघ्न प्रूफ चमकिला फरिश्ता ड्रेस पिंधि थाओ। माटीर ड्रेस पिंध नाही। एहा सहित सर्वगुणर गहणारे सजई होई रुह। सर्वदा अष्टशक्ति रे संपन्न शस्त्रधारी मूर्ति होई रुह एवं पद्म फूल आसन उपरे निजर श्रेष्ठ जीवनर पाद रख। आजिर स्लोगन जदि अभ्यास उपरे पूरा पूरा ध्यान देउथिबो तेबे फास्ट डिविजन रे नंबर आसीजिबो। निजर शक्तिशाली संकल्प द्वारा सूक्ष्म शक्ति प्रदान करिबार सेवा कर। अव्यक्त इशारा 19 नंबर। जेपरी बाणी द्वारा सेवा करिबा स्वाभाविक होई गलानी सेहीपरि संकल्प द्वारा सेवा करिबा मध्य एकाठी एवं स्वाभाविक हेबा दरकार। जदि बाणीर सेवा सहित संकल्प शक्ति द्वारा सेवा करिबो तेबे तुमको कथावार्ता मध्य कम करिबाकू पड़िबो। कथावार्ता करिबारे जो शक्ति खर्च करुछ ताहा जमा होई जिवो एवं संकल्प शक्तिर शक्तिशाली सेवा सफलता अधिक अनुभव कराइबो। सूचना आज अंतर्राष्ट्रीय योग दिवस तृतीय रविवार संध्या 6:30 ठारू 7:30 पर्यंत समस्त भाई भौणी माने संगठित रूप से गोटिए ही शुद्ध संकल्प द्वारा प्रकृति सहित विश्वर सर्वात्मा मानंको शांति एवं शक्तिर सकाश देवार विशेष सेवा करिवे। अनुभव करिवे जे बापदादांकर मस्तकरू शक्तिशाली किरण बाहरी मोर भ्रुकुटी उपरे पड़ुछि एवं मो ठारू सारा विश्वरूपी ग्लोव उपरकू जाउछि। ओम शांति।